କାହାଣୀ ଗୁରୁ ଆଖି ଖୋଲିଦେଲେ। ଦାଦୁ ଦୋକାନର ମାଲିକ ଥିଲେ। ଅଧିକରୁ ଅଧିକ ଅର୍ଥ ରୋଜଗାର ହିଁ ତାଙ୍କ ଜୀବନର ଲକ୍ଷ୍ୟ ଥିଲା। ଦିନେ ଭୀଷଣ ବର୍ଷା ହେଉଥିଲା। ତେଣୁ ଦାଦୁ ସବୁକିଛି ଛାଡ଼ିଦେଇ ପଇସା ଗଣିବାରେ ଲୀନ ହୋଇଗଲେ। ଅନେକ ସମୟ ପରେ ତାଙ୍କ ଦୃଷ୍ଟି ଉପରକୁ ଉଠିବାରୁ ସେ ଦେଖିଲେ ଯେ ତାଙ୍କ ଗୁରୁ ବର୍ଷାରେ ଭିଜୁଛନ୍ତି। ସେ ଦୌଡ଼ି ଯାଇ ତାଙ୍କୁ ଦୋକାନ ଭିତରକୁ ଆଣିଲେ ଏବଂ ନିଜର ଭୁଲ ପାଇଁ କ୍ଷମା ଯାଚନା କରିବାକୁ ଲାଗିଲେ। ତାଙ୍କ ଗୁରୁ ସ୍ମିତ ହାସ୍ୟପୂର୍ବକ କହିଲେ, ଦାଦୁ, ମୋତେ ତ ତୁମେ ଦେଖିନେଲ, କିନ୍ତୁ ସେହି ଭଗବାନଙ୍କୁ କେବେ ଦେଖିବ ଯେ ପ୍ରତି କ୍ଷଣରେ ତୁମ ଆଗରେ ଠିଆ ହୋଇଛନ୍ତି? କିନ୍ତୁ ତୁମର ଦୃଷ୍ଟି ଧନରୁ ହଟୁନାହିଁ। ନିଜ ଗୁରୁଙ୍କର କଥା ଦାଦୁଙ୍କ ହୃଦୟରେ ତୀର ସମାନ ବିଦ୍ଧ ହୋଇଗଲା। ସେ ଭକ୍ତି ମାର୍ଗରେ ବାହାରି ପଡ଼ିଲେ। କାଳାନ୍ତରରେ ସେ ହିଁ ସନ୍ଥ ଦାଦୁ ଦୟାଲ ରୂପେ ପ୍ରସିଦ୍ଧ ହେଲେ। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।